ଯୁକ୍ତ 2 କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ଆସନ୍ତା ବୁଧବାର 20 ମେ ଦିନ 12:30 ରେ ପ୍ରକାଶ ପାଇବାକୁ ଯାଉଛି। ରେଜଲ୍ଟଟି ପ୍ରକାଶ ପାଇଲା ପରେ ଆପଣମାନେ କିପରି ଘରେ ବସି ଆପଣଙ୍କ ମୋବାଇଲ ଫୋନ ଦ୍ୱାରା ମାର୍କସିଟ୍ଟିକୁ ଚେକ୍ କରିପାରିବେ କମ୍ପ୍ଲିଟ୍ ପ୍ରୋସେସ୍ स्टेप बाय स्टेप ଚାଲନ୍ତୁ ଦେଖିବା। ଫାର୍ଷ୍ଟ ରେଜଲ୍ଟ ଚେକ୍ କରିବା ପାଇଁ ଦୁଇଟି ୱେବସାଇଟ୍ ରହିଛି, ଯେଉଁଥିରୁ ପ୍ରଥମଟି ହେଉଛି ଗୁଗଲରେ ଯାଇ ସର୍ଚ୍ଚ କରନ୍ତୁ ଓଡ଼ିଶା ରେଜଲ୍ଟ ଲେଖି ସର୍ଚ୍ଚ କଲା ପରେ ଆପଣଙ୍କ ସାମ୍ନାରେ ଯେଉଁ ପ୍ରଥମ ଲିଙ୍କଟି ଶୋ କରୁଛି ଆପଣ ତାରି ଉପରେ କ୍ଲିକ୍ କରିଦିଅନ୍ତୁ। ଯେମିତି ଆପଣ ସେଥିରେ କ୍ଲିକ୍ କରିବେ ଆପଣ ଆସିଯିବେ results.odisha.gov.in ର ଅଫିସିଆଲ ୱେବସାଇଟ୍କୁ। এই ୱେବସାଇଟ୍ର ଲିଙ୍କଟି ମୁଁ ଆପଣଙ୍କୁ ଡିସ୍କ୍ରିପ୍ସନରେ ଦେଇଦେଇଛି, ଆପଣ ସେଠୁ ବି ଚାହିଁଲେ ଡାଇରେକ୍ଟ এই ୱେବସାଇଟ୍କୁ ଆସିବେ। ଏଠାରେ ପପଅପ୍ରେ ବି ଆପଣ ଦେଖିବା ପାଇଁ ପାଉଥିବେ ଅପକମିଂ ରେଜଲ୍ଟ ଆନୁଆଲ ହାୟର ସେକେଣ୍ଡାରୀ ଏକ୍ଜାମିନେସନ୍ 2026 ଅଫ୍ କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା। ତ এই ରେଜଲ୍ଟଟି ପ୍ରକାଶ ପାଇବା ପାଇଁ ଯାଉଛି ବୁଧବାର ଦିନ 12:30 ରେ ରେଜଲ୍ଟଟି ପ୍ରକାଶ ପାଇଲା ପରେ ଆପଣ ଏଠାରେ ରେଜଲ୍ଟସ୍ ଆନାଉନ୍ସମେଣ୍ଟ ସେକ୍ସନରେ ଦେଖିବା ପାଇଁ ପାଇବେ ଏବଂ ସେଠାରେ ଆପଣ ଭ୍ୟୁ ରେଜଲ୍ଟ ଉପରେ କ୍ଲିକ୍ କରି ଆପଣଙ୍କ ରେଜଲ୍ଟଟି ଚେକ୍ କରିପାରିବେ। ଯେମିତି ଆପଣ ଭ୍ୟୁ ରେଜଲ୍ଟ ଉପରେ କ୍ଲିକ୍ କରିବେ ଆପଣଙ୍କ ସାମ୍ନାରେ ଏମିତି ଗୋଟିଏ ପେଜ୍ ଶୋ କରିବ। ଏଠାରେ ଆପଣଙ୍କ ରେଜିଷ୍ଟ୍ରେସନ ନମ୍ବରଟି ଆପଣ ଦେଇଦିଅନ୍ତୁ, ତାପରେ ଆପଣଙ୍କ ରୋଲ୍ ନମ୍ବରଟି ଦେବେ, ଦେନ୍ এই କ୍ୟାପ୍ଚାଟି ଏଠାରେ ଟାଇପ୍ କରିଦିଅନ୍ତୁ। ଆପଣଙ୍କର ଯେମିତି କ୍ୟାପ୍ଚାଟି ଶୋ କରୁଥିବ କ୍ୟାପିଟାଲ ଲେଟର ସ୍ମଲ୍ ଲେଟର କିମ୍ବା ନମ୍ବର ସେଭଳି ହିଁ ଟାଇପ୍ କରିବେ, ଦେନ୍ ସବମିଟ୍ ଉପରେ କ୍ଲିକ୍ କରିଦିଅନ୍ତୁ। ଯେମିତି ଆପଣ ସବମିଟ୍ ଉପରେ କ୍ଲିକ୍ କରିଦେଉଛନ୍ତି ଏଠାରେ ଉପରେ ଆପଣଙ୍କର ଡିଟେଲ୍ସ ଶୋ କରୁଥିବ, ଯେମିତିକି ଆପଣଙ୍କର ଷ୍ଟ୍ରିମ୍, ନାମ, ରୋଲ୍ ନମ୍ବର, ରେଜିଷ୍ଟ୍ରେସନ ନମ୍ବର, ଫାଦର୍ସ ନେମ୍, ମଦର୍ସ ନେମ୍, ନେମ୍ ଅଫ୍ ସ୍କୁଲ ବା ଆପଣଙ୍କର କଲେଜ ନେମ୍। ଏଠି ତଳକୁ ଆସିଲା ପରେ ଯେପରିକି ଆପଣମାନେ ଦେଖିବା ପାଇଁ ପାଉଥିବେ ଏଠାରେ ଆପଣଙ୍କର ସବଜେକ୍ଟ ୱାଇଜ୍ ମାର୍କ ଦିଆଯାଇଛି। କେଉଁ ସବଜେକ୍ଟରେ ଆପଣଙ୍କର କେତେ ମାର୍କ ରହିଛି ତାହା ଆପଣ ଦେଖିବା ପାଇଁ ପାଉଥିବେ। ଗ୍ରାଣ୍ଡ ଟୋଟାଲରେ ଆପଣଙ୍କର ଟୋଟାଲ ମାର୍କ ଦିଆଯାଇଥିବ ଏବଂ କେଉଁ ଡିଭିଜନରେ ଆପଣ ପାସ୍ କରିଛନ୍ତି ତାହା ମଧ୍ୟ ଆପଣ ଦେଖିବା ପାଇଁ ପାଉଥିବେ। ପ୍ରିଣ୍ଟ ଉପରେ କ୍ଲିକ୍ କରି ଆପଣ এই ମାର୍କସିଟ୍ର ପ୍ରିଣ୍ଟ ଆଉଟ୍ ବାହାର କରିପାରନ୍ତି କିମ୍ବା ଷ୍ଟେପ୍ ବାଇ PDF କରି ମଧ୍ୟ ରଖିପାରିବେ। ତ ଏହା ବ୍ୟତୀତ ଆପଣଙ୍କର +2 ରେଜଲ୍ଟ ଚେକ୍ କରିବା ପାଇଁ ଆଉ ଗୋଟିଏ ୱେବସାଇଟ୍ ମଧ୍ୟ ରହିଛି, ଯେଉଁ ୱେବସାଇଟ୍ ହେଉଛି results.digillocker.gov.in। ଆପଣ ଡାଇରେକ୍ଟ এই ୱେବସାଇଟ୍ଟିକୁ ସର୍ଚ୍ଚ କରି ଏଠାକୁ ଆସିପାରିବେ, ନହେଲେ এই ୱେବସାଇଟ୍ର ଲିଙ୍କଟି ମୁଁ ଆପଣଙ୍କୁ ଡିସ୍କ୍ରିପ୍ସନରେ ଦେଇଦେଇଛି, ଆପଣ ସେଠାରୁ ବି କ୍ଲିକ୍ କରି ଡାଇରେକ୍ଟ ଆପଣ এই ୱେବସାଇଟ୍କୁ ଆସିପାରନ୍ତି। ଏଠାକୁ ଆସିଲା ପରେ ଏଠି ଆପଣମାନେ ଯେପରିକି ଦେଖିବା ପାଇଁ ପାଉଥିବେ କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା କ୍ଲାସ୍ X2A 2024 ରେଜଲ୍ଟ କମିଂ ସୁନ୍। ତ ଠିକ୍ ସେହିଭଳି ଦିନ 12:30 ରେ ରେଜଲ୍ଟଟି ପ୍ରକାଶ ପାଇଲା ପରେ ଏଠାରେ ଯେଉଁ କମିଂ ସୁନ୍ ଲେଖା ହୋଇଛି ସେହି ଜାଗାରେ ଆପଣଙ୍କୁ ଏମିତି ନାଉ ଆଭେଲେବଲ୍ ଶୋ କରିବ। ଆପଣ ସିମ୍ପଲି ଏଠାରେ କ୍ଲାସ୍ X2A ରେଜଲ୍ଟ ଉପରେ କ୍ଲିକ୍ କରି ଆପଣଙ୍କ ରେଜଲ୍ଟଟି ଚେକ୍ କରିପାରିବେ। ତ ଯେମିତି ଆପଣ ସେଥିରେ କ୍ଲିକ୍ କରୁଛନ୍ତି ତାପରେ ଏଠାରେ ଆପଣଙ୍କୁ ପ୍ରଥମେ ରୋଲ୍ ନମ୍ବରଟି ଦେବା ପାଇଁ ପଡ଼ିବ, ଦେନ୍ ରେଜିଷ୍ଟ୍ରେସନ ନମ୍ବରଟି ଆପଣଙ୍କର ଦେଇଦିଅନ୍ତୁ, ତାପରେ ଏଠାରେ ଯେମିତି ଟିକ୍ ଥିବ ଦେନ୍ ସବମିଟ୍ ଉପରେ କ୍ଲିକ୍ କରିଦିଅନ୍ତୁ। ସବମିଟ୍ କଲା ପରେ ଠିକ୍ ସେହିଭଳି ଆପଣଙ୍କର ମାର୍କସିଟ୍ଟି ଆପଣଙ୍କୁ ଶୋ କରିବ। ଏଠାରେ ବି ଆପଣଙ୍କ ରୋଲ୍ ନମ୍ବର, ରେଜିଷ୍ଟ୍ରେସନ ନମ୍ବର, ଷ୍ଟ୍ରିମ୍, କ୍ୟାଣ୍ଡିଡେଟ୍ ନେମ୍, ଫାଦର୍ସ ନେମ୍, ମଦର୍ସ ନେମ୍ ଏବଂ ସ୍କୁଲ ନାମଟି ଶୋ କରୁଥିବ ଏବଂ ତାରି ତଳେ ଆପଣଙ୍କର ସବଜେକ୍ଟ ୱାଇଜ୍ ମାର୍କ ଦିଆଯାଇଛି, କେଉଁ ସବଜେକ୍ଟରେ ଆପଣଙ୍କର କେତେ ମାର୍କ ରହିଛି ଏବଂ ଗ୍ରାଣ୍ଡ ଟୋଟାଲରେ ଆପଣଙ୍କର ଟୋଟାଲ ମାର୍କ ଶୋ କରୁଥିବ। ରେଜଲ୍ଟରେ ପାସ୍ ହୋଇଛନ୍ତି କି ଫେଲ୍ ତାହା ଦିଆଯାଇଥିବ, ଆଉ ଯଦି ପାସ୍ ହୋଇଛନ୍ତି ତାହେଲେ କେଉଁ ଡିଭିଜନରେ ପାସ୍ କରିଛନ୍ତି ତାହା ଆପଣ ଏଠାରେ ଦେଖିବା ପାଇଁ ପାଉଥିବେ। ଏଠି ଆପଣ ସିମ୍ପଲି ପ୍ରିଣ୍ଟ ଉପରେ କ୍ଲିକ୍ କରି ଆପଣଙ୍କର এই ମାର୍କସିଟ୍ର ପ୍ରିଣ୍ଟ ଆଉଟ୍ଟି ବାହାର କରିପାରିବେ, ନହେଲେ ଆପଣ ସେଭ୍ କରି ମଧ୍ୟ ରଖିପାରନ୍ତି। ତ ଏମିତି ପ୍ରୋସେସ୍ରେ ଆପଣ ଘରେ ବସି ଅନଲାଇନ୍ ମାଧ୍ୟମରେ ଅତି ସହଜରେ ଆପଣଙ୍କର +2 ରେଜଲ୍ଟଟି ଚେକ୍ କରିପାରିବେ। ଯଦି ଆପଣଙ୍କ ଭିଡ଼ିଓଟି ଭଲ ଲାଗିଛି ତାହେଲେ ଆପଣ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ, ଆପଣଙ୍କ ସାଙ୍ଗମାନଙ୍କ ଭିତରେ ସେୟାର କରି ଜଣାନ୍ତୁ। ଆଉ ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଅଲ୍ ନୋଟିଫିକେସନ୍ କରିଦିଅନ୍ତୁ, ତାକି ଯେତେବେଳେ ଭିଡ଼ିଓ ଅପଲୋଡ଼ କରିବେ ଆପଣ ଦେଖିପାରିବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ।